ମାନଙ୍କ ରାତିରେ ସେ ଲୁଚିକି ରହିଥିବେ, ପହରା ଦଉଛନ୍ତି, କାଳେ କିଏ ଭାଙ୍ଗିବାକୁ ଚେଷ୍ଟା କରି ସିଏ ତାକୁ ଆକ୍ରମଣ କରିବେ। ରଘୁନାଥ ଯେତେବେଳେ ଏକୁଟିଆ ଆସିକି ପହଞ୍ଚିଲେ, ଦେଖିଲେ ଆରେ ପ୍ରକୃତ ତ ରାମ ନାମ ଲେଖା ହେଇଛି, ତ ଏଟା ଭାସୁଛି ତ। ରଘୁନାଥ ନିଜେ ଗୋଟେ ପଥର ଉଠେଇକି ପକେଇଲେ, ଟୁବୁକିନି ବୁଡ଼ିଗଲା। ଯେତେବେଳେ ରଘୁନାଥ ପକେଇଥିବା ପଥରଟା ଟୁବୁକିନି ବୁଡ଼ିଗଲା, ମନଟା ଖରାପ ହେଇଗଲା। କହିଲା ଆୟୋ ଇଏ କି କଥା, ମୋ ନାଁଟା ଲେଖା ହେଇଛି ପଥର ଭାସୁଛି, ମୁଁ ନିଜେ ରାମ ଯେତେବେଳେ ପକେଇଲି ପଥରଟା ବୁଡ଼ିଗଲା ନା, ତାର ମନ ଖରାପ ହେଇଯିବା କଥା। ଏ ଗୋଟେ ବିଷର୍ଣ୍ଣ ମନରେ ରଘୁନାଥ ସେ ତିଆରି ହେଉଥିବା ବଙ୍ଗ ନିକଟରୁ ପ୍ରତ୍ୟାବର୍ତ୍ତନ କରି ଯେତେବେଳେ ଫେରନ୍ତି, ମହାବୀର ହନୁମାନ ହାତ ଯୋଡ଼ି ଛିଡ଼ା ହେଇଛନ୍ତି। ପ୍ରଭୁ ଏତେ ବିଷର୍ଣ୍ଣ କାହିଁକି, କାହିଁକି ତ ମନ କାହିଁ ଦୁଃଖ ହେଉଛି। ରଘୁନାଥ ଜାଣିଲେ ଯେ ହନୁମାନ ମୋତେ ସବୁ କଥା ଦେଖିଛି। କହିଲେ ଆଉ ଦେଖିଲ, ମୋ ନାଁ ଲେଖା ଯାଇଛି, ସବୁ ପଥର ଗୁଡ଼ାକ ଭାସିଲା, ମୁଁ ନିଜେ ରାମ ସ୍ୱୟଂ, ମୁଁ ପଥରଟା ପକଉଛି ସେ ବୁଡ଼ିଯିବ, ମନ ଖରାପ ହବନି। ମହାବୀର ହନୁମାନ କହୁଛନ୍ତି, ପ୍ରଭୁ ଜଗତର ଏଇଟା ତା ନିୟମ, ସଂସାରର ନିୟମ ହଉଛି ଏଇଟା। ଯେଉଁ ପଥର ସହ ରାମ ନାମଟା ଅଛି ସେ ହିଁ ଭାସିବ। ଯେଉଁ ଜୀବନ ସହ ଈଶ୍ୱରଙ୍କର ନାମଟା ଯୋଡ଼ି ହେଇକରି ରହିଛି, ସେ ଜୀବନଟା ନିଶ୍ଚିତ ଭାସିବ, ଏ ସଂସାର ବୁଡ଼ିଯିବନି। କିନ୍ତୁ ସ୍ୱୟଂ ରଘୁନାଥ ଯେଉଁ ପଥରଟା ଫୋପାଡ଼ିଲେ, ଅର୍ଥାତ୍ ରଘୁନାଥଙ୍କ ଠାରୁ ସେ ପଥରଟା ବିଯୁକ୍ତ ହେଇଗଲା, ଦୂରେଇ ଗଲା। ଈଶ୍ୱରୀୟ ଭାବଧାରାରୁ ଯେଉଁ ଜୀବନଟା ଦୂରେଇ ଯାଏ, କଣ ହବ? ସଂସାର ଜଳଧି ଭିତରେ ବୁଡ଼ିବ, ନିଶ୍ଚିତ ବୁଡ଼ିବ, ଅସ୍ତିତ୍ୱ ବିହୀନ ହେଇଯିବ। ଏହା ଧ୍ରୁବ ସତ୍ୟ, ଏହା ହିଁ ଈଶ୍ୱରୀୟ ନିୟମ ସଂସାର। ରଘୁନାଥ ଆନନ୍ଦ ମନା ହେଲେ ତାପରେ। ତେଣୁ ଜୀବନ ଜଗତ ଜୀବନଙ୍କ ସହ ଯୋଡ଼ି ହଉ। ଭବ ସାଗର ତାରଣ ତାରଣ ରବିନନ୍ଦନ ବନ୍ଧନ ବନ୍ଦନ। ଈଶ୍ୱରଙ୍କର ନାମ ହିଁ ସଂସାରରୁ ଭବସାଗରରୁ ତାରଣ ଏକମାତ୍ର ହିପାତ। ହନୁମାନ ସେଇ କଥା ମନେ ପକାଏ, ଆଉ ହନୁମାନ ନିଜେ ହେଉଛନ୍ତି